ବାବୁ ମାନେ କହିଲେ ଏମିତି ମାଗିଲେ ବୋଧେ ଆମେ ଦବା ଆଚ୍ଛା ନା ବାବୁ ମାନଙ୍କୁ ମା ମାନଙ୍କୁ ଆଉ ଶେଷ ଥର ପାଇଁ ମୋର ଅନୁରୋଧ ଏ କପା ଖାଇ ରଟ ମଟ ଦେଖେ मालो आदि श्रीक्षेत्र पूजा पाउथिबा जगतनाथ जगन्नाथ से आज कहाठार पूजा पाउछंती विद्यापति सबर राजा वंशधर विश्वावसु सबर राजा जामाता हेले विद्यापति कन्या हेले ललिता सेई सबर राजा सुताइद रानी हेले मालिनी सुदादन करो सुदादन करो सुदादन करो आज विदर्भ नगर राजा सुताइद रानी मालिनी आज्ञा अनेक धन संपत्ति थिले मध्य राजांकर मनरे दुख रानींकर मनरे मध्य दुख आज दुख रे दुई जण जाक काढती पात करूछंती आज चिंतित मनरे राजा रानी बेनी काढती पात करती काढती पात
ଥିଲେ ମଧ୍ୟ ଆଜ୍ଞା। ଅଚଳାଚଳ ସମ୍ପତ୍ତି ରହିଛି, ରାଜବାଟୀ ରହିଛି, ହେଲେ ବାପାରେ ଆଜ୍ଞା ରାଜବାଟୀଟି ହୋଇଛି କେମିତି? କେମିତି କେମିତି ମୃତାଙ୍ଗ ନିବାସୀ ଧନେଶ୍ୱର ପାଇଁ ମଉଜ। କଣ ଲେଖିଲେ ସବୁଜ ସାହିତ୍ୟ କବି ହଁ କହିଲା ଚତୁଃପାଖ ବେଢା ଆଜିର ସଦୃଶ୍ୟ ରାଜାଙ୍କର ରାଜନବର। ମୋତିମାଣିଙ୍କର ଝାଲେରି ଲାଗିଛି, କବିର ଗଳ୍ପ କଳ୍ପନା। ସେଇ ରାଜା ଧର୍ମପରାୟଣ, ଶବର ରାଜା ସୁତାଇଦ। ଆଜ୍ଞା ସର୍ବ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ରାଜ୍ୟ ଅଛି, ସିଂହାସନ ଅଛି, ଧନ ସମ୍ପତ୍ତି ଅଛି, ମୋତିମାଣିଙ୍କ ବୈଦୁଜ୍ୟ ମଧ୍ୟ କୂଳ ରହିଛି। ରାଣୀ ମଧ୍ୟ ଅତ୍ୟନ୍ତ ସୁନ୍ଦରୀ ସବୁ ଥାଇ ବରଂ ଗୋଟିଏ ଗୋଟେ ଛୋଟ ଦୁଃଖ ରହିଯାଇଛି। କଣ ଭାଇ ସେ ଦୁଃଖଟା ହେଲା କଣ? ସେ ଦୁଃଖ ବାପା ଧନ ଅଛି ହେଲେ ଧନ ନାହିଁ। ଜନ ନାହିଁ। ଆ ଜନ ବୋଲେ ଜାଣିନୁ? ଜନ ବୋଲେ ଆକାଶରେ ଦିଏ ଚନ୍ଦ୍ର ମାମୁଁ। ହେଇ ଜନ ମାମୁଁ ତାଙ୍କର ନାଁ କି? ବାବୁରେ ଆଜ୍ଞା। ପ୍ରସ୍ତାବ ସିନ୍ଧୁ କାବ୍ୟ କବି ହେଲେ ଗଙ୍ଗାଧର ମେହେର। ରାଜା ରାଣୀଙ୍କର ଚିନ୍ତା ରହିଛି ଗୋଟିଏ ପୁଅ। ମାନେ ଛୁଆ। ମୁଁ କହିଲି ପୁଅ ସେ କହିଲା ଛୁଆ। ତାଙ୍କର ଛୁଆ ନାହିଁ। ବାପାରେ ଭାଇ ମୋର ରାମ ଭାଇ ଆସି ଆରପଟରେ ସବୁ ବର୍ଷ ଘୋଡ଼ା ନାଚ କରୁଛି। ଆଜ୍ଞା। ମତେ ଜଣେ ବାବୁ କହୁଥିଲେ କହିଲେ ଆପଣଙ୍କ ରାମ ବାବୁ ଏଠିକି ଆସନ୍ତୁ। ହେଲେ ରାମ ବାବୁ ଆଉ ଆମେ ସେ ଯଦି ପର୍ବତ ଆମେ ହଉଛୁ କେଳା, ଆଜ୍ଞା ଆମେ ରେଣୁ ସମାନ। ସାରେ ହେଲେ କାବ୍ୟ କବିତା ଚାତୁରୀ ଆଜ୍ଞା। ଖାଲି ରଙ୍ଗ ଢଙ୍ଗ ହେଲା, ରଙ୍ଗ ଢଙ୍ଗିଆକୁ ଛାଡ ସଦଗୁରୁ ପାଦେ ପଡ। ଧନ କୈବର୍ତ୍ତ ଗୀତାରେ କଣ ମହାପୁରୁଷ ଅଚ୍ୟୁତ ଲେଖିଲେ କଣ ଲେଖିଲେ? କଇତ ଗାଇବା ନିଜେ ଅଚ୍ୟୁତାନନ୍ଦ ମହାପୁରୁଷ କୈବର୍ତ୍ତ ଗୀତା ଲେଖିଛନ୍ତି। କଣ ଲେଖିଛନ୍ତି ଆପଣ ଆଜି କଲ କଲେ ପଚାରୁଛନ୍ତି ମାନସ ବାବୁ କେତୋଟି ଝିଅ ଆପଣଙ୍କ ଦଳରେ ଅଛନ୍ତି? ହେଲେ ମହାପୁରୁଷ ସେ କଥା କହିନଥିଲେ। ନା ହେଲେ ପୁରୁଷକୁ ନାରୀ ବେଶ କରିନ ଘୋଡ଼ା ନାଚରେ ଯୋଉ ରାଉତ ରାଉତାଣୀ ଆଜ୍ଞା ରାଉତ ରାଉତାଣୀ କିଏ? କିଏ? ଖାଲି ରାଉତାଣୀ କିଏ କହିଲେ ଗୋଟିଏ ରାତି କଣ 2 ରାତି ଘୋଡ଼ା ନାଚ ହବ। ଆଜ୍ଞା ଆଜ୍ଞା ଜାଣିଲା ଲୋକକୁ ବାଟ ପଡିଅଛି, ନ ଜାଣିଲା ଲୋକ ଅନ୍ଧ। ଖାଲି କନା ରାମବାବୁ ଆସିଥିଲେ କରିଥିଲେ, ସିଏ ଆସିଥିଲେ ଭଲ କଲେ। ଯେତେ ଖଟିଲେ ମଧ୍ୟ ଯଦି ଆମ ମନରେ ଟିକେ ରହିଯାଇଥିବ ଆଜ୍ଞା ଶୁଣିଲା ସବୁଥିରେ ଆମେ ଗୋଟିଏ କଥା କହେ। ଶୁଣିଲା ଦର୍ଶକ ହଉଛନ୍ତି ଆମର ଭେଣେଇ, ଆମେ ତାଙ୍କର ଶଳା। କାହିଁକି ଶଳା ଭେଣେଇର କଥା କହିଲେ? ଶୁଣିଲା ଦର୍ଶକ ଆମ ଭେଣେଇ, ଆମେ ତାଙ୍କ ଶଳା। ଆରେ କେମିତି? ଆଜି ନାଚ କରିଗଲା, କାଲି ସକାଳେ ସେ ଯୋଉ ବଜାରରେ ଚାହା ଦୋକାନରେ ଚାହା ଦୋକାନରେ ଯଦି ଭଲ କଲ କେମିତି ଭଲ ନାଚ ହଉଥିଲା ନା ଶଳା ଯାହା ଆଇଥିଲେ ଭଲ କଲେ। ଯଦି ଖରାପ କଲେ ଶଳା କୋଉ ଆଡୁ ଆଇଥିଲେ ଖଡା କିଆ ଶଳା ଭାଇ ଶଳା ଖରାପ କଲେ ଶଳା। ତେଣୁକରି ଆମେ ଦର୍ଶନ କହୁଛୁ ଭେଣେଇ। ମାଲ ରାଜା ରାଣୀଙ୍କର ଗୋଟିଏ ଦୁଃଖ ତାଙ୍କ କୂଳରେ ସନ୍ତାନ
ସନ୍ତତି ନାହିଁ ହଁ। ଚିନ୍ତା କରୁଛନ୍ତି ପୁଅଟିଏ ହେଲେ ଆଜ୍ଞା ଯେମିତି ଆଜି ମୋର ବାବୁ ଘର ହଁ ଆଁ, ହଁ ଆଉ ତ ଛାଡକୁ ଯାଉନି ସମ୍ପର୍କକୁ ଦେଖୁନି ନା। କାରଣ ମୋର ଯଜମାନ ହଁ ହଁ ଆଜ୍ଞା। ସମ୍ପର୍କ କଥା ପଛକୁ ନେଇଯିବା ଆଜ୍ଞା ସେ କଣ ହୁଅନ୍ତି କଣ ନ ହୁଅନ୍ତି ନା ତେଣୁକରି ଯେମିତି ପୁଅ ପାଇଁ ଆଜି ଆଡମ୍ବର ଚାଲିଛି ହଁ ହଁ ରାଜା ରାଣୀଙ୍କ ମନରେ ଗୋଟିଏ ପୁଅ କଣ ସମସ୍ତେ ବା ଆମେ ପୁଅ ଚିନ୍ତା କରୁଛୁ ହଁ ହଁ ଝିଅ ଚିନ୍ତା କିଏ କରୁଛି ଆହା ମାର୍କେଟ ପକେଇବି। ଝିଅ ଆଉ ମିଳୁନାହାନ୍ତି ଆଚ୍ଛା ମା ଆପଣ ମନ୍ଦିରରେ ଗୁଆ ବସଉଛନ୍ତି ଠାକୁରଙ୍କ ମାର୍ଜନା କରୁଛନ୍ତି ପୁଅ ପାଇଁ ନା ଝିଅ ପାଇଁ ମାଉସୀ ହସୁଛନ୍ତି କିଛି କହୁନି ମୋର ଗୋଟେ ନାତି ଦରକାର ନାତି ହୁଁ। ଆଁ? ହଁ। ପ୍ରସ୍ତାବ ସିନ୍ଧୁ କାବ୍ୟରେ ହଁ, ହଁ। ଗଙ୍ଗାଧର ମେରେ ପ୍ରମାଣ କଲେ କଣ କହିଲେ ସର୍ବରି ଦୀପକା ଚନ୍ଦ୍ର